ରାତି ପାହୁ ପାହୁ ସକାଳ ହେଲା ବେଳକୁ ଆମେ ଆସି ପହଞ୍ଚି ସାରିଥିଲୁ ଆପଣଙ୍କର ଆଉ ମୋର ସବୁଠୁ ପ୍ରିୟ ଜାଗା, ଓଡ଼ିଶାର ଗର୍ବ ଆଉ ଗୌରବ, ସୂର୍ଯ୍ୟ ମନ୍ଦିର କୋଣାର୍କ, ଚନ୍ଦ୍ରଭାଗା ବେଳାଭୂମି, ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ଦାଣ୍ଡ। ପୁରୀ ବଡ଼ଦାଣ୍ଡ ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ ଦେଉଳରୁ ଯେତେବେଳେ ଡାକରା ଆସିବ, ସେତେବେଳେ ଯେତେ ବି କାମ ଥାଉ ନା କାହିଁକି ଆପଣଙ୍କୁ ଯାଇ ପୁରୀରେ ପହଞ୍ଚିବାକୁ ପଡ଼ିବ। ଠିକ୍ ଆମେ ସେମିତି ବାହାରିଲୁ ରାତିରେ ପୁରୀ, ଆଉ ଆମ ସହିତ ଥିଲେ ଆମର ପୁରା ପରିବାର। ପାଖାପାଖି ରାତି 10:30ରେ ଆମେ ବାଲେଶ୍ୱର ଖନ୍ତାପଡ଼ା ବୋଇତାରୁ ବାହାରିଲୁ। ଆଉ ଆମର ପ୍ରଥମ ପ୍ଲାନ୍ ଥିଲା ଆମେ ଯାଇ ଚନ୍ଦ୍ରଭାଗାରେ ପହଞ୍ଚିବୁ। ଆଉ ସକାଳ ହେଲା ବେଳକୁ ଆମେ ପହଞ୍ଚି ସାରିଥିଲୁ ଚନ୍ଦ୍ରଭାଗା ବେଳାଭୂମି। ଚନ୍ଦ୍ରଭାଗା ସକାଳୁ ସକାଳୁ ନିଜର ନିତ୍ୟକର୍ମ ସାରି ଧର୍ମପତ୍ନୀଙ୍କ ଠାରୁ ମୁଣ୍ଡ ମାଲିସ କରି ଆମକୁ ଯିବାର ଥିଲା ଚନ୍ଦ୍ରଭାଗା। ବାସ୍ ଟିକେ ମୁଣ୍ଡ ଘଷା ସରିଲା ପରେ ଆମେ ଚାଲିଲୁ ଚନ୍ଦ୍ରଭାଗା ଆଡ଼କୁ। ସକାଳର ପ୍ରଥମ ସୂର୍ଯ୍ୟ କିରଣ ଆମେ ଚନ୍ଦ୍ରଭାଗାରେ ଦେଖିଲୁ। 1200 ବଢ଼େଇଙ୍କ ଦ୍ୱାରା ନିର୍ମିତ ଏହି ଐତିହାସିକ କୋଣାର୍କ ମନ୍ଦିରର ଚୁଳିମାରି ଧରମା ଏହି ଚନ୍ଦ୍ରଭାଗାର ବେଳାଭୂମିକୁ ଡେଇଁ ନିଜର ଜୀବନ ହାରିଥିଲେ, ଆଉ 1200 ବଢ଼େଇଙ୍କର ଜୀବନ ରକ୍ଷା କରିଥିଲେ। ଚନ୍ଦ୍ରଭାଗା ବେଳାଭୂମି ବୁଲି ଆମେ ଯାଇ ସିଧା ପହଞ୍ଚିଲୁ ଐତିହାସିକ ସୂର୍ଯ୍ୟ ମନ୍ଦିର କୋଣାର୍କରେ। ଇତିହାସର ପୁରୁଣା ଫର୍ଦ୍ଦରେ ସତେ ଯେମିତି କୋଣାର୍କର ସୂର୍ଯ୍ୟ ମନ୍ଦିର ଆମକୁ ବହୁତ କିଛି କହିବାକୁ ଯାଉଛି। ଆମ ଅତୀତର ସେଇ ଚାରୁ କାରୁ କଳା, ସେଇ ସଂସ୍କୃତି, ସେ ଆଲୌକିକ କାହାଣୀକୁ ଆମ ଆଗରେ ପରିଦର୍ଶିତ କରିବାକୁ ଯାଉଛି। ସତେ ଯେମିତି ଇତିହାସର ସେଇ ଦିନଗୁଡ଼ିକୁ ଆଜି ଏହି କୋଣାର୍କ ମନ୍ଦିର ମାଧ୍ୟମରେ ଜୀବନ୍ତ ହୋଇ ଉଠୁଛି। ଆମ ଉତ୍କଳର କଳା ଓ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ହେଉଛି ଆମ କୋଣାର୍କ ସୂର୍ଯ୍ୟ ମନ୍ଦିର। ଇତିହାସର ଏହି ଫର୍ଦ୍ଦରେ କେତେ ବଢ଼େଇ, କେତେ କାରିଗର, କେତେ ଶିଳ୍ପୀଙ୍କର ଏହି ରଚନା ଆଜି ଆମକୁ କହିଯାଉଛି କି ପୂର୍ବର ଯେଉଁ ମଣିଷମାନେ ପ୍ରକୃତରେ କେତେ ଜ୍ଞାନୀ ଥିଲେ। କୋଣାର୍କ ମନ୍ଦିରର ଏହି କାରିଗରୀ ଖାଲି ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମୟ ଦର୍ଶାଉଥିବା ଏହି କୋଣାର୍କର ଚକ୍ର ସତେ ଯେମିତି ଇତିହାସର କିଛି ଗୁଣଗାନ କରୁଛି। ଆଉ ଶେଷରେ ଆମେ ପହଞ୍ଚିଗଲୁ ଜୟ ଜଗନ୍ନାଥ ଧାମ, ବଡ଼ଦାଣ୍ଡ, ବଡ଼ ଦେଉଳ, ପୁରୀ। ପୁରୀ ବେଳାଭୂମିରେ କିଛି ସମୟ ଅତିବାହିତ କରି ଆମେ ଆଗେଇ ଚାଲିଲୁ ବଡ଼ ଦେଉଳ ନିକଟକୁ। ସେଇ ଜଗାର ବଡ଼ଦାଣ୍ଡ, ବଡ଼ ଦେଉଳ, ନୀଳଚକ୍ର ଆଉ ବଡ଼ ରଥକୁ ଦେଖି ସତେ ଯେମିତି ମନ ମୋହିତ ହେଇଗଲା, ମନମୁଗ୍ଧ ହେଇଗଲା। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ସେଇ ଜଗତର ରଥ ଜଗନ୍ନାଥଙ୍କର ଏହି ବଡ଼ ଦେଉଳ ଦେଖି ସତେ ଯେମିତି ବହୁ ଦିନର ପାପ ଧୋଇଗଲା, ସତେ ଯେମିତି ଏ ଆଖି ପବିତ୍ର ହୋଇଗଲା। ମହାପ୍ରଭୁଙ୍କୁ ଭକ୍ତିରେ ଡାକି ମତାମତରେ ଲେଖନ୍ତୁ ଜୟ ଜଗନ୍ନାଥ।